ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ଭାରତରେ ବଢ଼ିଲା ପେଟ୍ରୋଲ ଦର। ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପ୍ରିମିୟମ ପେଟ୍ରୋଲର ମୂଲ୍ୟରେ 2 ଟଙ୍କା 35 ପଇସା ବୃଦ୍ଧି କରିଛନ୍ତି, କିନ୍ତୁ ସାଧାରଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେଗୁଡ଼ିକ ପୂର୍ବପରି ସମାନ ଦରରେ ବିକ୍ରି ହେଉଛି। ଏହି ବର୍ଦ୍ଧିତ ହାର 20 ମାର୍ଚ୍ଚ ରାତିରୁ ଲାଗୁ ହେବ। ବିପିସିଏଲ ସ୍ପିଡ୍, ଏଚପିସିଏଲ ର ପାୱାର ଏବଂ ଆଇଓସିଏଲ ର XP95 ର ମୂଲ୍ୟ ଲିଟର ପିଛା 2 ଟଙ୍କା 9 ପଇସା ଟଙ୍କାରୁ 2 ଟଙ୍କା 35 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ପରବର୍ତ୍ତୀ ଖବର, ତାତିରୁ ମିଳିବ ତ୍ରାହି, ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ଆଶଙ୍କା। ମାଡ଼ି ଆସୁଛି ଝଡ଼ ବର୍ଷା। ରାଜ୍ୟରେ ଆଗାମୀ 6 ଦିନ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଭାରତ ସମେତ ପଡ଼ୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକ ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ସୃଷ୍ଟି କରିଛି। ପଶ୍ଚିମା ଝଡ଼ ଏଥର ଭିନ୍ନ ରୂପରେ ଦେଖାଦେଇଛି। ପରବର୍ତ୍ତୀ ଖବର, ମହଙ୍ଗା ହେଲା ଅନଲାଇନ ଖାଦ୍ୟ, ଜୋମାଟୋ ବଢ଼ାଇଲା ଡେଲିଭେରି ରେଟ୍। ସେପଟେ ଚାଲିଛି ଯୁଦ୍ଧ, ଏପଟେ ବଢ଼ୁଛି ଦରଦାମ। ଏଲପିଜି ଦର ତ ଯାହା ବଢ଼ିଲା, ତା ସହ ପ୍ରିମିୟମ ପେଟ୍ରୋଲ ଦର ବି ବଢ଼ିଗଲା। ଆଉ ତା ସହ ବଢ଼ିଲା ଅନଲାଇନ ଖାଇବା ଦର। ଜୋମାଟୋ ନିଜର ପ୍ରତି ଅର୍ଡର ପିଛା ବଢ଼ାଇଛି 2 ଟଙ୍କା 40 ପଇସା। ଫଳରେ ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ବୋଝ। ପରବର୍ତ୍ତୀ ଖବର, ଚଳିତ ଥର ରାଜ୍ୟରେ ପାଖାପାଖି 10,000 ପିଲା ଦେଲେନି ମ୍ୟାଟ୍ରିକ ପରୀକ୍ଷା। ମ୍ୟାଟ୍ରିକ ପରୀକ୍ଷାରୁ ଉଭାନ ହୋଇଗଲେ 9,930 ଛାତ୍ରଛାତ୍ରୀ। 5,46,876 ପିଲା ଫର୍ମ ଫିଲ୍ଅପ କଲେ, ହେଲେ ପରୀକ୍ଷା ଦେଲେ 5,36,946 ପିଲା ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପରବର୍ତ୍ତୀ ଖବର, ନିଶାମୁକ୍ତ ହେବ ଓଡ଼ିଶା। ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ। ରାଜ୍ୟରେ ଅପରାଧ ବୃଦ୍ଧି, ଦୁର୍ଘଟଣା ଓ ଯୁବପିଢ଼ି ପଥଭ୍ରଷ୍ଟ ପଛର ପ୍ରମୁଖ କାରଣ ହେଉଛି ନିଶା। ଆସନ୍ତା ମାସରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ। ଲକ୍ଷ୍ୟ ରଖାଯାଇଛି ଆଗାମୀ 3 ବର୍ଷ ଭିତରେ ସମ୍ପୂର୍ଣ୍ଣ ରାଜ୍ୟରୁ ନିଶାଦ୍ରବ୍ୟର ମୂଳୋତ୍ପାଟନ ହେବ। ପରବର୍ତ୍ତୀ ଖବର, ନିୟମିତ ହେଲେ ସ୍କିମାଟିକ ଜୁନିୟର ଶିକ୍ଷକ। ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିୟମିତ ହେଲେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ କନିଷ୍ଠ ଶିକ୍ଷକ 2023-24 ବର୍ଷର ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର 13,000ରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଜଣେ ମହିଳା ରୋଷେଇ ଭଳି ଘରର କାମ ନ କରିବା ନିଷ୍ଠୁରତା ନୁହେଁ। ଆପଣ କେଉଁ ଚାକରାଣୀକୁ ବିବାହ କରୁନାହାନ୍ତି? ଏବେ ସମୟ ବଦଳିଛି। ସ୍ୱାମୀଙ୍କୁ ଘର କାମରେ ନିଜର ପତ୍ନୀ ସହିତ ଯୋଗଦାନ କରିବାକୁ ପଡ଼ିବ, ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ଶୁକ୍ରବାର ଏକ ଛାଡ଼ପତ୍ର ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏଭଳି ମତ ଦେଇଛନ୍ତି। ପରବର୍ତ୍ତୀ ଖବର, ଏକା ପଡ଼ିଲେ ଟ୍ରମ୍ପ, ହୁର୍ମୁଜ ଉପରେ କବ୍ଜା ପାଇଁ ହୁଙ୍କାର। ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ ସହଯୋଗୀ ଦେଶମାନଙ୍କୁ କାପୁରୁଷ ବୋଲି ସମ୍ବୋଧନ କରିଛନ୍ତି। ପରବର୍ତ୍ତୀ ଖବର, ଚାପରେ ମୁଣ୍ଡ ନୁଆଇଲାନି ଶ୍ରୀଲଙ୍କା। ଆମେରିକା ଯୁଦ୍ଧ ବିମାନକୁ ଅବତରଣ ପାଇଁ ଦେଲାନି ଅନୁମତି। ଜଳୁଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲର ଘନ ଘନ ମିସାଇଲ ମାଡ଼ରେ ଥରୁଛି ଇରାନ। ସେପଟେ ଇରାନ ମଧ୍ୟ ଇସ୍ରାଏଲ ଉପରେ
ପ୍ରତି ଆକ୍ରମଣ ଜାରି ରଖିଛି। ତେବେ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକ। ସେ କହିଛନ୍ତି ଆମେରିକା ଦକ୍ଷିଣ ପୂର୍ବ ଶ୍ରୀଲଙ୍କାର ମାଟାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାର 2ଟି ଯୁଦ୍ଧ ବିମାନ ଅବତରଣ କରିବାକୁ ଚାହୁଁଥିଲା, କିନ୍ତୁ ସେ ଶ୍ରୀଲଙ୍କା ମାଟିରେ ଆମେରିକା ଯୁଦ୍ଧ ଜାହାଜ ଅବତରଣ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ।